ମାନେ ଆଜି ଆମେ ଆମ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧାର ଠକି ବସିଲେ ଠକି ଯିବାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ ଯେଉଁଠି ଠିକ୍ ଉତ୍ତର ଆମେ ସେଇଠି ଷ୍ଟାର ଚିହ୍ନ ଦେବା। 1 ନମ୍ବର ଦେଇଛି ଘରେ ଘିଅ ମହୁ ବୋହି ଯାଉଥିଲା, ଏହାର ଅର୍ଥ କ'ଣ? ଘରେ ଧନ ସମ୍ପଦ ପରିପୂର୍ଣ୍ଣ ଥିଲା। ଏଠି ଆମେ ଷ୍ଟାର ଚିହ୍ନ ଦେଲେ। 2 ନମ୍ବର ମୁଁ ମୁଲେଇଥିବା ଥାଳିଟି ସେ କିପରି ନେଇଗଲା? ପ୍ରଥମ ବାସନ ବେପାରୀ ପାଟି କରି ଉଠିଲା, କାରଣ ସେ ଜାଣିଥିଲା ଯେ ଥାଳିର ମୂଲ୍ୟ ବହୁତ ଅଧିକ ବୋଲି। ତାପରେ ନେକ୍ସଟ ପ୍ରଶ୍ନ, ତୁମେ ଯେଉଁ କାହାଣୀଟି ପଢ଼ିଲ ତାହାର ନାମ ଠକି ବସିଲେ ଠକିଯିବ ବୋଲି ଦିଆଯାଇଛି। କାହାଣୀଟିର ନାମ ଏପରି କାହିଁକି ଦିଆଗଲା? ଦଳରେ ଆଲୋଚନା କରି ତାର କାରଣ ଲେଖ। ତାହେଲେ ପିଲାମାନେ ଆମେ ପଢ଼ିଥିବା କାହାଣୀଟିର ନାମ ହେଉଛି ଠକି ବସିଲେ ଠକିଯିବ। ଏହି କାହାଣୀଟିର ଏପରି ନାମକରଣ ହେବାର କାରଣ ହେଉଛି ଆଈ ଏବଂ ନାତୁଣୀକୁ ପ୍ରଥମ ବାସନ ବେପାରୀଟି ଠକି କରି ସୁନାର ଥାଳିଟିକୁ କମ୍ ଦାମରେ ନେଇଯିବାକୁ ବସିଥିଲା। ମାତ୍ର ଦ୍ୱିତୀୟ ବାସନ ବେପାରୀଟି ସଚ୍ଚୋଟ ହୋଇଥିବାରୁ ତା ପାଖରେ ଥାଳିର ଉଚିତ ଦର ନଥିଲେ ମଧ୍ୟ ତାର ସଚ୍ଚୋଟପଣିଆ ପାଇଁ ଆଈ ତାକୁ ଥାଳିଟିକୁ ଦେଇଦେଲେ ଏବଂ ପରେ ବାକି ଟଙ୍କା ଦେବାକୁ କହିଲେ। ପ୍ରଥମ ବାସନ ବେପାରୀଟି ଅନ୍ୟକୁ ଠକିବାକୁ ଯାଇ ନିଜେ ଠକିଗଲା। ତେଣୁ ଆମେ ପଢ଼ିଥିବା କାହାଣୀଟିର ଏପରି ନାମୀକରଣ କରାଯିବା ଯଥାର୍ଥ ଅଟେ। ଖରେ ଆମକୁ ପଚାରିଛି, ଯଦି ତୁମେ ଏହାର ଅନ୍ୟ ଗୋଟିଏ ନାମ ଦେବାକୁ ଚାହିଁବ ତେବେ ତାହା କ'ଣ ହେବ ବୋଲି ଭାବୁଛ? ଏପରି ଶୀର୍ଷକ ବାଛିବାର କାରଣ କ'ଣ କୁହ? ପିଲାମାନେ ଯଦି ମୁଁ ଏହି କାହାଣୀର ଅନ୍ୟ ଗୋଟିଏ ନାମ ଦେବାକୁ ଚାହିଁବି ତେବେ ତାହା ଠକାମିର ପରିଣାମ ହେବ। କାହାଣୀଟିର ଏପରି ନାମ ଭାବିବାର କାରଣ ହେଉଛି ପ୍ରଥମ ବାସନ ବେପାରୀଟି ଅନ୍ୟକୁ ଠକିବାକୁ ଚେଷ୍ଟା କରି ମଧ୍ୟ ସେଥିରେ ବିଫଳ ହୋଇଥିଲା। ଦ୍ୱିତୀୟ ବାସନ ବେପାରୀଟି ସଚ୍ଚୋଟ ହୋଇଥିବାରୁ ତାର ସଚ୍ଚୋଟପଣିଆ ପାଇଁ ଆଈ ତାକୁ ସୁନାର ଥାଳିଟିକୁ ଦେଇଦେଲେ ଏବଂ ସେ ଥାଳିଟିକୁ ନେଇ ନଦୀ ପାର ହୋଇ ଚାଲିଗଲା। ପ୍ରଥମ ବାସନ ବେପାରୀଟି ମିଛ କହି ଆଈ ଓ ନାତୁଣୀକୁ ଠକିବା ପୂର୍ବରୁ ଦ୍ୱିତୀୟ ବାସନ ବେପାରୀଟି ଥାଳିଟିକୁ ନେଇ ଚାଲିଗଲାଣି ବୋଲି ଶୁଣି ଏହା କିପରି ସମ୍ଭବ ବୋଲି ନିଜକୁ ପ୍ରଶ୍ନ କରିଛି ଏବଂ ଶେଷରେ କହିଛି ଯେ ଯିଏ ଚାହେଁ ପରକୁ ଠକିବ ଶେଷରେ ନିଜେ ଠକିଯିବ। ଏହା ହେଉଛି ଠକାମିର ପରିଣାମ। ନେକ୍ସଟ ପିଲାମାନେ ଗରେ ଆମକୁ ପଚାରିଛି, ବାସନ ବେପାରୀଟି ପ୍ରଥମ ଥର ଆସି ଥାଳିଟିକୁ କମ୍ ଦରରେ ନେବାକୁ ଚେଷ୍ଟା କରିଥିଲା। ଯେତେବେଳେ ସେ ପୁଣି ଥରେ ଥାଳିଟିକୁ ନେବାକୁ ଆସିଲା ତାର ଦର କାହିଁକି ବଢ଼ାଇ ଚାଲିଲା? କାରଣ ବାସନ ବେପାରୀଟି ପିଲାମାନେ ଜାଣିଥିଲା ଯେ ଥାଳିଟି ପିତ୍ତଳ କି କଂସା ନୁହେଁ ବରଂ ଖାଣ୍ଟି ସୁନା। ତାର ମୂଲ୍ୟ 1,00,000 ଟଙ୍କାରୁ ଅଧିକ। ପ୍ରଥମ ଥର ସେ ବୁଢ଼ୀକୁ ଠକିବା ପାଇଁ ଅତି କମ୍ ଦାମ କହିଥିଲା, କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ଥର ଆସିଲା ସେ ଦେଖିଲା ବୁଢ଼ୀଟି ସହଜରେ ଥାଳିଟି ଦେଉନାହିଁ। ସେ ସୁନା ଥାଳିକୁ ଯେକୌଣସି ପ୍ରକାରେ ହାତେଇବାକୁ ଚାହୁଁଥିଲା, କାରଣ 100 ଟଙ୍କା ଦେଇ 1,00,000 ଟଙ୍କାର ଜିନିଷ ପାଇବା ମଧ୍ୟ ଏକ ବଡ଼ ଲାଭ ଥିଲା। ସେଥିପାଇଁ ସେ ନିଜର ଲାଭ ଯୋଗୁଁ ଥାଳିଟି ପାଇବା ଆଶାରେ ଦର ବଢ଼ାଇ ଚାଲିଲା। ନେକ୍ସଟ ପିଲାମାନେ ଆମର ହେଉଛି ସରଳାର୍ଥ। ଆମେ ପିଲାଦିନୁ ସରଳାର୍ଥ ଜାଣିନଥିଲେ ମଧ୍ୟ ଅଳ୍ପ କିଛି ଶିଖିଗଲେଣି। ପୂର୍ବ କ୍ଲାସରେ ମଧ୍ୟ ଆମେ କିଛିଟା ସରଳାର୍ଥ ଲେଖିବା ଶିଖିଥିଲେ। ତାହେଲେ କାହାଣୀରୁ ଆମେ କିଛି ବାକ୍ୟ ନେଇ ନିମ୍ନରେ ଦିଆଯାଇଛି ସେଗୁଡ଼ିକୁ ପଢ଼ିବା ଓ ଆଲୋଚନା କରିବା। ପ୍ରଥମେ ଦେଇଛି ସେମାନେ ସୁନା ଥାଳିରେ ଖାଉଥିଲେ। ତାହେଲେ ସରଳାର୍ଥ ଆମେ ସେମାନେ ... ଖାଉଥିଲେ ଯେମିତି ଲେଖୁଥିଲେ। ଏହି ଗଦ୍ୟାଂଶଟି ଆମ ପଠିତ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ପୁସ୍ତକର ଲେଖକ ହେଉଛନ୍ତି କିଏ? ବଂଶୀଧର ଦାସ। ତାଙ୍କ ରଚିତ ଠକି ବସିଲେ ଠକିଯିବା କାହାଣୀରୁ ଆସିଅଛି। ଏଠାରେ ଗାଳ୍ପିକ ଆଈ ନାତୁଣୀଙ୍କ ଅତୀତର ସମୃଦ୍ଧି ବିଷୟରେ ସୂଚନା ଦେଇଛନ୍ତି। ତାହେଲେ ପିଲାମାନେ ସମୟ ସବୁବେଳେ ସମାନ ଯାଏ ନାହିଁ। ବର୍ତ୍ତମାନ ଯେଉଁ ଆଈ ଓ ନାତୁଣୀ ଦୁଃଖରେ ଚଳୁଛନ୍ତି, ଅତୀତରେ ସେମାନଙ୍କ ଅବସ୍ଥା ଅତି ରାଜକୀୟ ଥିଲା। ସେମାନଙ୍କ ପୁଅମାନେ ବ୍ୟବସାୟ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ସେମାନଙ୍କ ସମୃଦ୍ଧି ଏତେ ଅଧିକ ଥିଲା ଯେ ସେମାନେ ସାଧାରଣ ବାସନ ବଦଳରେ ସୁନା ଥାଳି ବ୍ୟବହାର କରୁଥିଲେ। ଏହି ପଦଟି ସେମାନଙ୍କର ଐଶ୍ୱର୍ଯ୍ୟ ଓ ଉଚ୍ଚ ସାମାଜିକ ସ୍ଥିତିକୁ ଦର୍ଶାଉଛି। ନେକ୍ସଟ ପିଲାମାନେ ଆମକୁ ଦେଇଛି, ହେଇ ଏଇଟା ଗୋଟେ ଚିଜର ଚିଜ, ୟାକୁ ପୁଣି ମୁଲେଇବି। ପୁଣି ସେମିତି ପିଲାମାନେ କବି ପରିଚୟ ଆମେ ଲେଖିବା। ତାହେଲେ ଏଠାରେ ପ୍ରଥମେ ବାସନ ବେପାରୀର ଛନ୍ଦ କପଟ ଓ ଠକାମିର ମନୋଭାବ ପ୍ରକାଶ ପାଇଛି। ପ୍ରଥମ ବେପାରୀ ଜଣକ ଅତି ଚତୁର ଓ ଲୋଭୀ ଥିଲା। ସେ ଥାଳିଟିକୁ ପରୀକ୍ଷା କରିବା ପରେ ଜାଣିପାରିଲା ଯେ ତାହା ଖାଣ୍ଟି ସୁନାର,
କିନ୍ତୁ ସେ ବୁଢ଼ୀକୁ ଠକିବା ପାଇଁ ଅଭିନୟ କରି କହିଲା ଯେ ଏହା ଏକ ଚିଜ୍ରେ ଚିଜ୍ ବା ଅଦରକାରୀ ଜିନିଷ। ସେ ଥାଳିକୁ ଉପହାସ କଲା ଯେପରି ବୁଢ଼ୀ ତା'ର ପ୍ରକୃତ ମୂଲ୍ୟ ଜାଣିପାରିବ ନାହିଁ ଏବଂ ସେ ତାକୁ ଅତି ସାମାନ୍ୟ ଦାମରେ କିଣିନେବ। ନେକ୍ସଟ ଦେଇଛି ଆମକୁ, ବାପ ତୁମେ ଯେଉଁ ଶତ ପଦକ କହିଲ ସେ ପଦକ ହେଉଛି ଲକ୍ଷେ। ପୁଣି ସେମିତି ପିଲାମାନେ କବି ପରିଚୟ ଲେଖିଲ। ହେଲା, ତାହେଲେ ଏଠାରେ ସାଧୁତା ଓ ସତ୍ୟତାର ମହିମା ବର୍ଣ୍ଣିତ ହୋଇଛି। ଦ୍ୱିତୀୟ ବାସନ ବେପାରୀ ଜଣକ ଅତ୍ୟନ୍ତ ସଚ୍ଚୋଟ ଥିଲେ। ସେ ଥାଳିର ଅସଲ ରହସ୍ୟ ଜାଣିବା ପରେ ବୁଢ଼ୀକୁ ଠକିବା ପରିବର୍ତ୍ତେ ସତ କଥା କହିଦେଲେ ଯେ ଏହା ସୁନା ଥାଳି ଏବଂ ଏହାର ଦାମ ପ୍ରାୟ 1,00,000 ଟଙ୍କା ହେବ। ବୁଢ଼ୀ ଅନୁଭବ କଲେ ଯେ ଧନ ସମ୍ପତ୍ତି ଅପେକ୍ଷା ଜଣେ ମଣିଷର ସାଧୁତା ଓ ସତ୍ୟବାଦିତା ଅଧିକ ମୂଲ୍ୟବାନ। ତେଣୁ ସେ କହିଲେ ଯେ ବେପାରୀର ସେହି ଶତ ପଦକ 1,00,000 ଟଙ୍କା ଠାରୁ ବି ବଡ଼। ମୂଲ୍ୟବୋଧ ଓ ସତ୍ୟର ଜୟକୁ ଲେଖକ ଏହି ବାକ୍ୟ ମାଧ୍ୟମରେ ଦର୍ଶାଇଛନ୍ତି। ନେକ୍ସଟ ଦେଇଛି ଆମକୁ, ବୁଢ଼ୀର କଥା ଶୁଣି ବେପାରୀ ଆଖିରୁ ଲୁହ ଝରି ପଡ଼ିଲା। ପୁଣି ସେମିତି ପିଲାମାନେ କବି ପରିଚୟ ଲେଖିବ। ଏଠାରେ ଗାଳ୍ପିକ ସାଧୁ ବେପାରୀର କୋମଳ ହୃଦୟ ଓ ମାନବିକ ସମ୍ବେଦନଶୀଳତାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରିଛନ୍ତି। ସାଧୁ ବାସନ ବେପାରୀଟି ଯେତେବେଳେ ବୃଦ୍ଧା ଆଈଙ୍କ ମୁହଁରୁ ତାଙ୍କ ପରିବାରର ଅତୀତ ସମୃଦ୍ଧି ଓ ବର୍ତ୍ତମାନର ଅତି ଦୟନୀୟ ଦାରିଦ୍ର୍ୟ କରୁଣ କାହାଣୀ ଶୁଣିଲା, ସେତେବେଳେ ସେ ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲା। ଗଳ୍ପ ଅନୁସାରେ ଆଈ ନାତୁଣୀ ଦିନେ ଅତି ସମ୍ଭ୍ରାନ୍ତ ଓ ଧନୀ ପରିବାରର ଲୋକ ଥିଲେ, କିନ୍ତୁ କାଳକ୍ରମେ ସବୁକିଛି ହରାଇ ସେମାନେ ଆଜି ଏତେ ଗରିବ ଯେ 2 ବେଳା 2 ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି। ପେଟ ବିକଳରେ ସେମାନେ ଘରର ଶେଷ ସମ୍ପତ୍ତି ସୁନା ଥାଳିଟିକୁ ବିକ୍ରି କରିବାକୁ ବସିଛନ୍ତି। ସାଧୁ ବେପାରୀ ଜଣକ କେବଳ ବ୍ୟବସାୟର ଲାଭର ଚାହୁଁନଥିଲା, ତା ଭିତରେ ଜଣେ ଦୟାଳୁ ମଣିଷ ରହିଥିଲା। ଜଣେ ଏତେ ବଡ଼ ଘରର ମହିଳା ଆଜି ସାମାନ୍ୟ ଖାଦ୍ୟ ପାଇଁ ନିଜର ସ୍ମୃତିକୁ ବିକ୍ରି କରୁଛନ୍ତି। ଏହା ଜାଣିବା ପରେ ବେପାରୀର ହୃଦୟ ତରଳିଗଲା। ପରର ଦୁଃଖକୁ ନିଜର ମନେକରି ତା ଆଖିରୁ ଆପେ ଆପେ ଲୁହ ଝରି ଆସିଲା। ନେକ୍ସଟ ଆମର ପିଲାମାନେ, ପଡ଼ିଶା ଲୋକ ଏ ଦର ହଙ୍କାହଙ୍କିର ଅର୍ଥ ବୁଝିପାରିଲେ ନାହିଁ। ତାହେଲେ ପିଲାମାନେ ଏଠାରେ ପୁଣି ସେମିତି ଲେଖିବ କବି ପରିଚୟ। ଠକ ବେପାରୀର ଅତ୍ୟଧିକ ଲୋଭ ତାର ପରିଣାମକୁ ଲେଖକ ଏଠାରେ ବର୍ଣ୍ଣନା କରିଛନ୍ତି। ତାହେଲେ ପିଲାମାନେ ଗଳ୍ପର ଶେଷ ପର୍ଯ୍ୟାୟରେ ପ୍ରଥମ ବେପାରୀ ଜଣକ ସୁନା ଥାଳିଟିକୁ ହାତେଇବା ପାଇଁ ବୁଢ଼ୀ ପାଖରେ ଯେଉଁ ଦରଦାମ କରୁଥିଲା, ତାହା ପଡ଼ୋଶୀମାନଙ୍କ ପାଇଁ ଅବୋଧ୍ୟ ବା ଆଶ୍ଚର୍ଯ୍ୟଜନକ ଥିଲା। ପ୍ରଥମ ବେପାରୀଟି ଅତି ଧୂର୍ତ୍ତ ଥିଲା। ସେ ପୂର୍ବରୁ ସୁନା ଥାଳିକୁ ଚିଜ୍ରେ ଚିଜ୍ କହି ଶସ୍ତାରେ ନେବାକୁ ଯାଇ ଠକିବାକୁ ବସିଥିଲା, କିନ୍ତୁ ଯେତେବେଳେ ସେ ଜାଣିଲା ଯେ ଥାଳିଟି ଅନ୍ୟ ବେପାରୀ ନେଇଯାଇଛି, ସେ ଲୋଭରେ ପାଗଳ ହୋଇ ଉଠିଲା। ସେ ଭାବୁଥିଲା କାଳେ ବୁଢ଼ୀ ପାଖରେ ଥାଳିଟି ଥାଇପାରେ। ତେଣୁ ସେ 1 2 ଟଙ୍କା କହୁଥିବା ଲୋକଟି ହଠାତ୍ 100 ଟଙ୍କା ପର୍ଯ୍ୟନ୍ତ ଦର ବଢ଼ାଇ ପାଟି କଲା। ପଡ଼ିଶା ଲୋକମାନେ ଥାଳିଟି ସୁନାର ବୋଲି ଜାଣିନଥିଲେ। ସେମାନଙ୍କ ଆଖିରେ ତାହା ଏକ ମଇଳା ଓ ପୁରୁଣା ଥାଳି ଥିଲା। ତେଣୁ ଗୋଟିଏ ଅଦରକାରୀ ଥାଳି ପାଇଁ ବେପାରୀ କାହିଁକି ଏତେ ଟଙ୍କା ଦେବାକୁ ପାଗଳ ହେଉଛି, ତାହା ସେମାନଙ୍କୁ ଅଡ଼ୁଆ ଲାଗିଲା। ନେକ୍ସଟ ପିଲାମାନେ ଦେଇଛି, ତୁମେ କୁହ ଆଈ ନାତୁଣୀଙ୍କ ଦୁଃଖ ଅନୁଭବ ଏବଂ ବାସନ ବେପାରୀର ଦୁଃଖ ଅନୁଭବ ମଧ୍ୟରେ ପାର୍ଥକ୍ୟ କ'ଣ? ଆଈ ନାତୁଣୀଙ୍କର ଦୁଃଖ ଥିଲା ନିଜର ବର୍ତ୍ତମାନର ଦାରିଦ୍ର୍ୟ, ଖାଦ୍ୟର ଅଭାବ ଏବଂ ଅତୀତର ସ୍ମୃତି ଯୋଗୁଁ, କିନ୍ତୁ ସଚ୍ଚୋଟ ବାସନ ବେପାରୀର ଦୁଃଖ ନିଜ ପାଇଁ ନଥିଲା। ତାହା ଥିଲା ଆଈ ନାତୁଣୀଙ୍କ କରୁଣ ଅବସ୍ଥା ଦେଖି ଉପୁଜିଥିବା ସହାନୁଭୂତି ଓ ନିଃସ୍ୱାର୍ଥପର ଦୁଃଖ। ନେକ୍ସଟ ପିଲାମାନେ ଦେଇଛି, କାହାଣୀଟି ପଢ଼। ତୁମେ ଆଈ ନାତୁଣୀଙ୍କ ଦିନ ସବୁ କଷ୍ଟରେ କଟୁଥିଲା ସେ ବିଷୟରେ ଆମେ ଜାଣିବାକୁ ପାଇଲେ। ସେହିଭଳି ବିଭିନ୍ନ ଗରିବ ଅସହାୟ ଲୋକ ଜୀବନ କିପରି କଟୁଥିବ ତାହା ତମେ ଅନୁମାନ କରିପାରୁଥିବ। ଏହିଭଳି ଜଣେ ବ୍ୟକ୍ତିଙ୍କ ଦିନଚର୍ଯ୍ୟା ବିଷୟରେ ଚିନ୍ତା କରି ଲେଖ। ହେଲା, ତାହେଲେ ସକାଳୁ ଉଠିବା ମାତ୍ରେ ତାଙ୍କ ମନରେ ପ୍ରଥମେ ଚିନ୍ତା ଆସେ ଆଜି ମୁଠାଏ ଖାଇବାକୁ ମିଳିବ ତ। ସେ ସାରା ଦିନ ଶାରୀରିକ ପରିଶ୍ରମ କରନ୍ତି, କିନ୍ତୁ କାମ ସନ୍ଧାନରେ ବୁଲନ୍ତି। ଖରା ବର୍ଷା ବା ଶୀତର କଷ୍ଟ ସହି ସେ ପରଦୁଆରେ ଲାଗି କିଛି ରୋଜଗାର କରନ୍ତି। ସନ୍ଧ୍ୟାରେ ଯଦି କିଛି ମିଳେ ତେବେ ଚୁଲି ଜଳେ, ନଚେତ୍ ପାଣି ପିଇ ଶୋଇବାକୁ ପଡ଼େ। ସୁଖ ସ୍ୱଚ୍ଛାଦ୍ୟ ତାଙ୍କ ପାଇଁ ଏକ ସ୍ୱପ୍ନ ପରି। ନେକ୍ସଟ ଖରେ ଦେଇଛି, ତୁମେ ସକାଳୁ ଉଠି ଶୋଇବା ଯାଏ କିପରି ଦିନ ବିତାଅ ତାହା ଖାତାରେ ଲେଖ। ମୁଁ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରେ, ନିତ୍ୟକର୍ମ ସାରି କିଛି ସମୟ ବ୍ୟାୟାମ ଓ ପ୍ରାର୍ଥନା କରେ,
ତାପରେ ମୁଁ ମୋର ପାଠ ପଢ଼େ, ଖାଇସାରି ସ୍କୁଲ ଯାଏ, ସ୍କୁଲରୁ ଫେରିବା ପରେ କିଛି ସମୟ ଖେଳାଖେଳି କରେ, ସନ୍ଧ୍ୟାରେ ପୁଣି ପାଠ ପଢ଼େ ଏବଂ ରାତିରେ ପରିବାର ଲୋକଙ୍କ ସହ ଖାଇସାରି ଠିକ୍ ସମୟରେ ଶୋଇବାକୁ ଯାଏ। ନେକ୍ସଟ, ଉକ୍ତ କାହାଣୀର କେଉଁ କଥାଟି ତୁମକୁ ପସନ୍ଦ ଲାଗିଲା ତାହା ସାଙ୍ଗମାନଙ୍କ ସହ ଆଲୋଚନା କର। ମୋତେ କାହାଣୀର ସେଇ କଥାଟି ବହୁତ ପସନ୍ଦ ଲାଗିଲା ଯେଉଁଠି ବୁଢ଼ୀ କହିଲେ, ବାପ, ତୁମେ ଯେଉଁ ସତ ପଦ କହିଲ ସେ ପଦକ ଲକ୍ଷେ। ଏହା ଦର୍ଶାଏ ଯେ ଦୁନିଆରେ ଟଙ୍କା ପଇସା ସବୁକିଛି ନୁହେଁ, ମଣିଷର ସାଧୁତା ହିଁ ତା'ର ଅସଲ ସମ୍ପତ୍ତି। ନେକ୍ସଟ, ଖରେ ପଢ଼ିଥିବା କାହାଣୀଟି ତୁମକୁ କାହିଁକି ଭଲ ଲାଗିଲା ତାହା ଦଳରେ ଆଲୋଚନା କରି ଲେଖ। ତାହେଲେ ଏହି କାହାଣୀଟି ଭଲ ଲାଗିବାର ମୁଖ୍ୟ କାରଣ ହେଉଛି ନୈତିକ ଶିକ୍ଷା। କାହାଣୀଟି ଅତି ସରଳ ଭାଷାରେ ବୁଝାଇ ଦେଇଛି ଯେ ଅନ୍ୟକୁ ଠକିବାକୁ ଚେଷ୍ଟା କଲେ ମଣିଷ ନିଜେ ହିଁ କ୍ଷତି ସହେ। ଏଥିସହିତ ସାଧୁତା ଓ ମାନବିକତାର ବଜାୟ କିପରି ହୁଏ ତାହା ଏଥିରେ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ନେକ୍ସଟ ପିଲାମାନେ, ଆମେ ରୂଢ଼ିଟିକୁ ବ୍ୟବହାର କରି ନିଜ ମନରୁ ବାକ୍ୟ ଲେଖିବା। ପାଲରେ ପକାଇବା, ତା ଅର୍ଥ ଠକ ଲୋକମାନେ ମିଠା ମିଠା କଥା କହି ସାଧାରଣ ଲୋକଙ୍କୁ ସହଜରେ ନିଜର ପାଲରେ ପକାଇ ଦିଅନ୍ତି। ନେକ୍ସଟ, ଖାଣ୍ଟି ସୁନା, ମୋ ଗାଁ ଲୋକଙ୍କ ହୃଦୟ ଖାଣ୍ଟି ସୁନା ପରି ପବିତ୍ର ଅଟେ। ନେକ୍ସଟ, ଆଖି ଝଲସିବା, ବିବାହ ଉତ୍ସବରେ କନ୍ୟାର ସୁନା ଗହଣାରେ ଚମକ ଦେଖି ସମସ୍ତଙ୍କ ଆଖି ଝଲସି ଉଠିଲା। ଦର ହାଙ୍କିବା, ପର୍ବପର୍ବାଣୀ ସମୟରେ ବ୍ୟବସାୟୀମାନେ ଜିନିଷର ମନଇଚ୍ଛା ଦର ହାଙ୍କନ୍ତି। ନେକ୍ସଟ, କଥା ପଦକ ଲକ୍ଷେ, ଗୁରୁଜନମାନେ ଦେଇଥିବା ଉପଦେଶର କଥା ପଦକ ଲକ୍ଷେ ଟଙ୍କା ସହ ସମାନ। ନେକ୍ସଟ, ଆଈ କେଉଁ ଭଳିଆ ଲୋକ? ଆଈ ଦୟାଳୁ, ଦୁଃଖୀ, ସରଳ, ବିଶ୍ୱାସୀ ଲୋକ। ନେକ୍ସଟ, ନାତୁଣୀ, ନାତୁଣୀ ହେଉଛି ଗେହ୍ଲି, ନିରୀହ, ପରୋପକାରୀ ଆଉ ଦୟାଳୁ। ପ୍ରଥମ ବେପାରୀ, ଠକ, ଭଣ୍ଡ, ଚୋଠା ଆଉ ମିଛୁଆ। ଦ୍ୱିତୀୟ ବାସନ ବେପାରୀ, ଦୟାଳୁ, ହୃଦୟବାନ, ସଚ୍ଚୋଟ ଆଉ ସତ୍ୟବାଦୀ। ବୁଝିଲା ତ ପିଲାମାନେ? ବିଷୟଟି ସରିଲା। ଧନ୍ୟବାଦ ପିଲାମାନେ।